नमस्कार दर्शक बंधु आसतु आज स्पेशल बुलेटिन रे 31 जुलाई किछि गुरुत्वपूर्ण खबर उपरे नजर पकाइबा। प्रथमे आरंभ करिबा ओडिशार किछि खबर उपरे। उत्तर ओडिशा रे बन्या परिस्थिति, ओड्राफ ओ एनडीआरएफ टीम रो मुतयन। लगाण वर्षा हेतु उत्तर ओडिशार बालेश्वर, भद्रक ओ मयूरभंज जिल्ला रे बन्या आशंका देखा देइछि। जलका ओ बैतरणी नदीर जलस्तर विपद संकेत टपि जाइथिबारु तलिया अंचल जलमग्न होइछि। प्रशासन पक्षरु ओड्राफ ओ एनडीआरएफ टीम को तुरंत उद्धार कार्य ପାଇଁ ମୁତୟନ କରାଯାଇଛି। ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ମଧ୍ୟ କରାଯାଉଛି। ତା ସହିତ ରିଲିଫ କ୍ୟାମ୍ପ ଗୁଡ଼ିକରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉଛି। ପରବର୍ତ୍ତୀ ଖବର, ମହାନଦୀରେ ଜଳସ୍ତରର ବୃଦ୍ଧି, ହୀରାକୁଦ ଡ୍ୟାମର ଖୋଲିଲା ଗେଟ୍। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ପାଇଁ ଆଜି ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି। ମୁଣ୍ଡଲି ନିକଟରେ ଜଳପ୍ରବାହ ବୃଦ୍ଧି ପାଇବା ସହ ନଦୀକୂଳିଆ ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି। କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନଦୀବନ୍ଧଗୁଡ଼ିକର 24 ଘଣ୍ଟିଆ ଯୋଗାଲି ବ୍ୟବସ୍ଥା ମଧ୍ୟ କରାଯାଇଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ନୂତନ ଶିଳ୍ପ ପ୍ରକଳ୍ପ ଓ ନିଯୁକ୍ତିର ସୁଯୋଗ। ରାଜ୍ୟରେ ଶିଳ୍ପାୟନକୁ ବେଗଗାମୀ କରିବା ପାଇଁ ନୂଆ ଆଇଟି ଓ ଉତ୍ପାଦନ ଭିତ୍ତିଭୂମିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ 10,000ରୁ ଅଧିକ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ। ସରକାର ସିଙ୍ଗଲ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ଶିଳ୍ପପତିଙ୍କୁ ସମସ୍ତ ମଞ୍ଜୁରୀ ଯୋଗାଇ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟର ଆଞ୍ଚଳିକ ଅର୍ଥନୀତି ସୁଦୃଢ଼ ହେବା ସହ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା। ରାଉରକେଲା ଓ ବ୍ରହ୍ମପୁରରେ ନୂଆ ଉଦ୍ୟୋଗ ପାର୍କ ମଧ୍ୟ ପ୍ରତିଷ୍ଠା କରାଯାଇଛି। ପରବର୍ତ୍ତୀ ଖବର, ପୁରୀ ଶ୍ରୀମନ୍ଦିରରେ ନୂତନ ଭକ୍ତ ସେବା କେନ୍ଦ୍ରର ଉଦ୍ଘାଟନ। ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ଏକ ନୂତନ ବିଶାଳ ଭକ୍ତ ସେବାର କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଏହି କେନ୍ଦ୍ରରେ ପାନୀୟ ଜଳ, ବିଶ୍ରାମଗାର ଏବଂ ଜିନିଷପତ୍ର ରଖିବା ପାଇଁ ସୁରକ୍ଷିତ କାଉଣ୍ଟରର ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ସେବକ ସଂଘ ମୁତୟନ କରାଯାଇଛି। ତା ସହିତ ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ସେବା ମଧ୍ୟ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ଦର୍ଶନାର୍ଥୀମାନେ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଆଶା ପ୍ରକାଶ କରାଯାଉଛି। ପରବର୍ତ୍ତୀ ଖବର, ସଂସଦରେ ଜାତୀୟ ଗୌରବ ଓ ସୁରକ୍ଷା ସମ୍ବନ୍ଧୀୟ ବିଲ୍ ପାରିତ। ଭାରତୀୟ ସଂସଦରେ ଜାତୀୟ ଗୌରବ ଅବମାନନା ନିରୋଧୀ ବିଲ୍ ସଫଳତାର ସହ ପାରିତ ହୋଇଛି। ଏହି ବିଲ୍ ଦ୍ୱାରା ଜାତୀୟ ଗୀତ ବନ୍ଦେ ମାତରମକୁ ଜାତୀୟ ସଙ୍ଗୀତ ଭଳି ସମାନ ଆଇନଗତ ସୁରକ୍ଷା ଓ ମର୍ଯ୍ୟାଦା ପ୍ରଦାନ କରାଯାଇଛି। ରାଜ୍ୟସଭା ପରେ ଲୋକସଭାରେ ଏହା ଗୃହୀତ ହେବା ପରେ ବର୍ତ୍ତମାନ ରାଷ୍ଟ୍ରପତିଙ୍କର ଅନୁମୋଦନ ପାଇଁ ପଠାଯାଇଛି। ଏହି ଆଇନ ଦେଶର ସାଂସ୍କୃତିକ ଓ ଜାତୀୟ ଚେତନାକୁ ଆହୁରି ସୁଦୃଢ଼ କରିବ। ବିରୋଧୀ ଓ ଶାସକ ଦଳ ମଧ୍ୟରେ ଚର୍ଚ୍ଚା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର, ଭାରତରେ ପ୍ରଥମ ବନ୍ଦେ ଭାରତ ମାଲବାହୀ ଟ୍ରେନର ସଫଳ ଟ୍ରାଏଲ। ଭାରତୀୟ ରେଳବାଇ ପକ୍ଷରୁ ପ୍ରଥମ ବନ୍ଦେ ଭାରତ ଫ୍ରେଟ୍ ଟ୍ରେନ ମାଲବାହୀ ଟ୍ରେନର ସଫଳ ପରୀକ୍ଷଣ କରାଯାଇଛି। ଏହି ଟ୍ରେନଟି ଘଣ୍ଟା ପ୍ରତି 145 କିଲୋମିଟର ବେଗରେ ଚାଲି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଦ୍ରୁତଗାମୀ ମାଲ ପରିବହନ ଓ ଲଜିଷ୍ଟିକ୍ କ୍ଷେତ୍ରରେ ଏହା ଏକ ବିପ୍ଳବାତ୍ମକ ପଦକ୍ଷେପ। ଦେଶର ମୁଖ୍ୟ ଶିଳ୍ପାଞ୍ଚଳଗୁଡ଼ିକୁ ଯୋଡ଼ିବା ପାଇଁ ଏହି ସେବା ଶୀଘ୍ର ଆରମ୍ଭ ହେବ। ଏହାଦ୍ୱାରା ବ୍ୟବସାୟୀମାନେ ଖୁବ୍ କମ୍ ସମୟରେ ପଣ୍ୟଦ୍ରବ୍ୟ ପଠାଇ ପାରିବେ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ଖବର, ଇସ୍ରୋର ନୂତନ ଚନ୍ଦ୍ରୟାନ 4 ମିଶନ ପାଇଁ ନୂଆ ପ୍ରସ୍ତୁତି। ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନିଜର ନୂତନ ମିଶନ ଚନ୍ଦ୍ରୟାନ 4 ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚାଇଛି। ଏହି ମିଶନର ମୁଖ୍ୟ ଲକ୍ଷ୍ୟ ହେଉଛି ଚନ୍ଦ୍ରପୃଷ୍ଠର ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବା। ଏହି ଜଟିଳ ମିଶନରେ ନୂତନ ରୋବୋଟିକ୍ସ ଓ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହୃତ ହେବ। ବିଜ୍ଞାନୀମାନେ ନୂତନ ରୋଭରର ପରୀକ୍ଷଣ ସଫଳତାର ସହ କରିଛନ୍ତି। ପରବର୍ତ୍ତୀ ଖବର, ପଶ୍ଚିମ ଏସିଆରେ ଉତ୍ତେଜନା, ଜାତିସଂଘ ପକ୍ଷରୁ ଶାନ୍ତି ପାଇଁ ଆହ୍ୱାନ। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ନେଇ ଜାତିସଂଘ ଗଭୀର ଚିନ୍ତା ପ୍ରକାଶ କରିଛି। ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱ ଅର୍ଥନୀତି ଓ ତୈଳ ଯୋଗାଣ ଉପରେ ଚାପ ସୃଷ୍ଟି ହୋଇଛି। ଜାତିସଂଘ ମହାସଚିବ ସମସ୍ତ ଦେଶକୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ ଦେଇଛନ୍ତି। ବିଶ୍ୱ ଶାନ୍ତି ଓ ସୁରକ୍ଷା ପାଇଁ କ୍ରିଟିକାଲ ଶିଖର ସମ୍ମିଳନୀ ରଖାଯାଇଛି। ଭାରତ ମଧ୍ୟ ଶାନ୍ତିପୂର୍ଣ୍ଣ ଆଲୋଚନା ସପକ୍ଷରେ ନିଜର ମତ ରଖିଛି। ପରବର୍ତ୍ତୀ ଖବର, ଗ୍ଲୋବାଲ ଏଆଇ ଶିଖର ସମ୍ମିଳନୀ, କୃତ୍ରିମ ବୁଦ୍ଧିମତ୍ତାର ନିୟମାବଳୀ। ୟୁରୋପୀୟ ୟୁନିୟନ ଓ ଆମେରିକା ମିଳିତ ଭାବେ ଗ୍ଲୋବାଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ମିଳନୀର ଆୟୋଜନ କରିଛନ୍ତି। ଏଆଇର ଅପବ୍ୟବହାର, ଡାଟା ପ୍ରାଇଭେସି ଏବଂ ଡିପ୍ ଫେକ୍ ରୋକିବା ପାଇଁ ଆନ୍ତର୍ଜାତୀୟ ଚୁକ୍ତିପତ୍ର ପ୍ରସ୍ତୁତ କରାଯାଇଛି। ଭାରତ ସମେତ 50ରୁ ଉର୍ଦ୍ଧ୍ୱ ଦେଶ ଏହି ଗାଇଡଲାଇନକୁ ସମର୍ଥନ ମଧ୍ୟ କରିଛନ୍ତି। ପ୍ରଯୁକ୍ତି ବିଦ୍ୟାର ସୁରକ୍ଷିତ ଓ ନୈତିକ ବ୍ୟବହାର ସୁନିଶ୍ଚିତ କରିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ। ବିଶ୍ୱର ଅଗ୍ରଣୀ ଟେକ୍ କମ୍ପାନୀଗୁଡ଼ିକ ଏଥିରେ ଅଂଶଗ୍ରହଣ କରିଛନ୍ତି।
ପରବର୍ତ୍ତୀ ଖବର କମନୱେଲ୍ଥ ଗେମ୍ସ ଉପରେ ନୀରଜ ଚୋପ୍ରାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଅଲିମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ଦେଶ ପାଇଁ ଗୌରବ ଆଣିଛନ୍ତି। କମନୱେଲ୍ଥ ଗେମ୍ସର ଜେଭଲିନ୍ ଥ୍ରୋ କ୍ୱାଲିଫାୟର ରାଉଣ୍ଡରେ 88.61 ମିଟର ଥ୍ରୋ କରି ସେ ସହଜରେ ଫାଇନାଲକୁ ଯୋଗ୍ୟତା ହାସଲ କରିଛନ୍ତି। ସାରା ଦେଶବାସୀ ନୀରଜଠାରୁ ଆଉ ଏକ ସ୍ୱର୍ଣ୍ଣପଦକ ଆଶା ରଖିଛନ୍ତି। ଫାଇନାଲ ମ୍ୟାଚ୍ ଆସନ୍ତାକାଲି ଅନୁଷ୍ଠିତ ହେବ। ଭାରତୀୟ ଆଥଲେଟମାନେ ଚଳିତ ଗେମ୍ସରେ ସଫଳ ପ୍ରଦର୍ଶନ ଜାରି ରଖିଛନ୍ତି। ଏହା ସହିତ ଆଜିର ମୁଖ୍ୟ ଖବରକୁ ଆମେ ଏଇଠି ଶେଷ କରୁଛୁ। ଏହିପରି ଭାବରେ ନୂତନ ଖବର ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହନ୍ତୁ। ଜୟ ଜଗନ୍ନାଥ।